ଯେତେବେଳେ ଚାହିଁବେ ସେ ମହିଳା ତୁମକୁ ଦବ। ମିଳନ ପାଇଁ ରାତି ଦିନ ଡାକିବ। କେବଳ 3 ଥର ତାର ନାମ କହି 3ଟି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ମହିଳା 5 ମିନିଟରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। ଆପଣ ସମସ୍ତଙ୍କର ଇଚ୍ଛା ଥିବ ନିଜ ପସନ୍ଦର ଝିଅ ପଟେଇବା ପାଇଁ, ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣ କରିଦେବେ ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳୀ ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ମୋ କଥା ମାନି 3ଟି ଲବଙ୍ଗ ଆଣି ଏହି ବଶୀକରଣ କରିକି ଦେଖନ୍ତୁ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ ସିଏ ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହାକୁ ଭଲ ପାଉଛି, ଅନ୍ୟ କାହା ସହିତ କଥା ହେଉଛି, ତେବେ ମୋ କଥା ମାନି 3ଟି ଲବଙ୍ଗ ଆଣି ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ, ତାକୁ ପଟେଇ ପାରିବେ, ତାଠାରୁ କିଛି ବି କାମ ହାସଲ କରିପାରିବେ। ସିଏ ଆପଣଙ୍କୁ କୌଣସି ପ୍ରକାର ବାଧା ଦେବ ନାହିଁ। ଯାହା ଚାହିଁବେ ତାହା କରିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୋର ଆପଣମାନଙ୍କୁ ସବୁବେଳେ ଅନୁରୋଧ କି ଆପଣ ଭିଡ଼ିଓକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ, ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯାହାକୁ ଚାହିଁବେ ତାକୁ ପଟେଇ ପାରିବେ। କାହିଁକି ନା ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ମାତ୍ର ଗୋଟିଏ ଥରରେ ସେମାନେ ନିଜ ପ୍ରେମକୁ ଫେରି ପାଇଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ପାଇପାରିଛି। ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ନିଜ ଘରେ ବସି ବସି ଏହି ବଶୀକରଣ କରିପାରିବେ, ଆଉ ନିଜ ପସନ୍ଦର ସେ ଝିଅ ବା ଭାଉଜକୁ ପଟେଇ ପାରିବେ। ମୋର ବିଶ୍ୱାସ କି ଆପଣ ଅତି ସହଜରେ ଏହି ବଶୀକରଣ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। କେଉଁ ବି କୁଆଁରୀ ଝିଅ ବା ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଏହି ବଶୀକରଣ ଗୋଟିଏ ଥର ପ୍ରୟୋଗ କରିଦେବେ ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ, ରାତି ଦିନ ଆପଣଙ୍କ କଥା ଭାବିବ, ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ହଁ ଫ୍ରେଣ୍ଡସ୍, 3ଟି ଲବଙ୍ଗର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି ସଫଳ ହେଇଛି। ତେଣୁ ଆପଣ ବି ମୋ କଥା ମାନି ମାତ୍ର ଗୋଟିଏ ଥର ଏହି ବଶୀକରଣ
କରିକି ଦେଖନ୍ତୁ। ତାପରେ ଦେଖିବେ ଚମତ୍କାର କିପରି ସେହି ସମୟଠାରୁ ସେ ଝିଅ ପଟିଯିବ। ସୁନ୍ଦରୀ ଭାଉଜ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଯାହା ଚାହିଁବେ ତାହା କରିବ। ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେବେ ଏହି ବଶୀକରଣ ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଗୋଟିଏ ଛୋଟିଆ ଅନୁରୋଧ ଶୁଣି ନିଅନ୍ତୁ। ଆମର ଭିଡ଼ିଓର କମେଣ୍ଟରେ ବହୁତ ଲୋକମାନେ ଫେକ୍ ଲୋକମାନେ କମେଣ୍ଟ କରୁଛନ୍ତି, ମୋବାଇଲ ନମ୍ବର ଦେଉଛନ୍ତି, ବଶୀକରଣ କରିବେ କହିକି ହଜାର ହଜାର ଟଙ୍କା ଠକି ନେଉଛନ୍ତି। ସେମାନେ ଏତେ ମାତ୍ରାରେ କମେଣ୍ଟ କରୁଛନ୍ତି କି ଆପଣଙ୍କର କମେଣ୍ଟ ତା ଭିତରେ ହଜିଯାଉଛି, ଆଉ ଆମେ ଆପଣଙ୍କୁ ରିପ୍ଲାଏ କରିପାରୁନୁ। ଏଥିପାଇଁ ଆପଣ ଆମକୁ କ୍ଷମା କରିବେ। ଆଉ କମେଣ୍ଟ ବକ୍ସରେ ଦିଆଯାଉଥିବା ଫେକ୍ ମେସେଜ ଆଉ ମୋବାଇଲ ନମ୍ବରର ରିପ୍ଲାଏ ଦିଅନ୍ତୁ ନାହିଁ। କାହିଁକି ନା ସେମାନେ ବଶୀକରଣ କରିବେ କହିକି ଆପଣଙ୍କର ପଇସା ଠକି ନେବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓ ଦେଖନ୍ତୁ, ନିଜେ ଚେଷ୍ଟା କରନ୍ତୁ, କିନ୍ତୁ ଏହିସବୁ ଠକାମିରେ ପଡ଼ନ୍ତୁ ନାହିଁ। ଆମର ବହୁତ ସାରା ଦର୍ଶକ ବନ୍ଧୁମାନେ ଅଛନ୍ତି ଯେଉଁମାନେ ଆମକୁ କହୁଛନ୍ତି କି ଗୁରୁଜୀ ଆପଣ ଆମର କାମ କରିଦିଅନ୍ତୁ, ଆପଣ ଯେତେ ପଇସା ମାଗିବେ ଆମେ ଦେବୁ। ହଜାର ହଜାର ଟଙ୍କା ଯାଚୁଛନ୍ତି। ଦେଖନ୍ତୁ ୟୁଟ୍ୟୁବରେ ଆପଣଙ୍କୁ ଏମିତି ଅନେକ ଚ୍ୟାନେଲ ମିଳିଯିବ ଯେଉଁମାନେ ମୋବାଇଲ ନମ୍ବର ଦେଉଛନ୍ତି, ତାବିଜ ବିକୁଛନ୍ତି, ବଶୀକରଣ କରିବେ କହିକି ହଜାର ହଜାର ଟଙ୍କା ଠକି ନେଉଛନ୍ତି। କିନ୍ତୁ ଆମର ଏହି ଚ୍ୟାନେଲରେ ଆପଣଙ୍କ ପାଇଁ ଫ୍ରିରେ ବଶୀକରଣ ଭିଡ଼ିଓ ଅପଲୋଡ଼ କରାଯାଉଛି, ଯାହାକୁ ଆପଣଙ୍କର ସୁବିଧା ପାଇଁ ଅପଲୋଡ଼ କରାଯାଉଛି, ଯାହାକୁ ଆପଣ ନିଜ ଘରେ ବସି ବସି କରିପାରିବେ। ତେବେ ଆପଣ ପଇସା କ'ଣ ପାଇଁ ଖର୍ଚ୍ଚ କରିବେ? ଆପଣ ଭିଡ଼ିଓ ଦେଖନ୍ତୁ, ନିଜେ ଚେଷ୍ଟା କରନ୍ତୁ, ତେବେ ଯାଇକି ଆପଣ 100ରୁ 100% ସଫଳ ହେବେ। ଯଦି ଗୋଟିଏ ଥରରେ ସଫଳ ହେଉନାହାନ୍ତି, ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ, ନିହାତି ଭାବେ ସଫଳ ହେବେ। ଠିକ୍ ଅଛି। ତେବେ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ବଶୀକରଣର ମାନେ ହେଉଛି ସାମ୍ନାବାଲାକୁ ନିଜ ବଶରେ କରିବା, ତାର ଦିମାଗରେ ନିଜର ଭାବନାକୁ ପହଞ୍ଚାଇବା। ତେବେ ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। କିମ୍ବା ଯଦି କେଉଁ ଲୋକ ବିନା କାରଣରେ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କର ଘର ପରିବାର ଉପରେ ଖରାପ ନଜର ପକାଉଛି, ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। କାହିଁକି ନା କେତେଥର ଏମିତି ହେଇଥାଏ କି ଆମର ଶତ୍ରୁ ଆମଠାରୁ ପଇସାରେ ଆଉ ଶକ୍ତିରେ ବଳବାନ ହେଇଥାଏ, ଆଉ ଆମେ ଚାହିଁକି ବି ତାର କିଛି କରିପାରୁନାହୁଁ। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। ନିଜ ଶତ୍ରୁକୁ ହାତ ମୁଠାରେ ରଖିପାରିବେ। ସୁନ୍ଦରୀ ଝିଅକୁ ଅତି ସହଜରେ ପଟେଇ ପାରିବେ। ଏଥିପାଇଁ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଦୁନିଆର ସବୁଠାରୁ ସହଜ ଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ କୁଆଁରୀ ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କ ବଶରେ ହେଇଯିବ। ରାତିଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ମନେ ରଖନ୍ତୁ, ମନ୍ତ୍ର ତନ୍ତ୍ର ଯନ୍ତ୍ର ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେତେ ସୁନ୍ଦରୀ ଝିଅକୁ ଚାହିଁବେ ପଟେଇ ପାରିବେ। ତେଣୁ ଯଦି ଆପଣ ଏହି ବଶୀକରଣ କରିବାକୁ ଚାହୁଁଛନ୍ତି, ସେ ଝିଅ ବା ନାରୀକୁ ପଟେଇବାକୁ ଚାହୁଁଛନ୍ତି, ତାକୁ ନିଜ ବଶରେ କରିବାକୁ ଚାହୁଁଛନ୍ତି, ତାଠାରୁ ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମନେ ରଖନ୍ତୁ, ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କେବଳ 3ଟି ଲବଙ୍ଗ ଆବଶ୍ୟକ। କେବଳ 3ଟି ଲବଙ୍ଗର ସାହାଯ୍ୟରେ ଆପଣ ଝିଅ ପଟେଇ ପାରିବେ। ପ୍ରଥମେ ଆପଣ କ'ଣ କରିବେ? 3ଟି ଲବଙ୍ଗ ନେଇକି କୌଣସି ଏକ ସୁନସାନ ଜାଗାକୁ ଯିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ସେ 3ଟି ଲବଙ୍ଗ ତଳେ ମାଟି ଉପରେ ରଖିବେ। ତାପରେ ସେଇ ଝିଅ ବା ନାରୀର ନାମ 3 ଥର କହିବେ।
ତିନି ଥର ଝିଅ ବା ନାରୀର ନାମ କହିସାରିବା ପରେ ଆପଣ ଏହି ଶବ୍ଦକୁ ତିନି ଥର ପଢ଼ିବେ। ତାସିନ୍ ତାସିନ୍ ମର୍ତାସିନ୍, ଏହି ତିନୋଟି ଶବ୍ଦକୁ ତିନି ଥର ପଢ଼ିବେ। ତିନି ଥର ତାସିନ୍ ତାସିନ୍ ମର୍ତାସିନ୍ କହିସାରିବା ପରେ ଆପଣ କ'ଣ କରିବେ, ସାଙ୍ଗେ ସାଙ୍ଗେ ସେ ଲବଙ୍ଗ ଉପରେ ପରିସ୍ରା କରିଦେବେ। ଆଖି ବନ୍ଦ କରିକି ପରିସ୍ରା କରିବେ। ପରିସ୍ରା କରିସାରିବା ପରେ ଚୁପଚାପ ଘରକୁ ଫେରିଆସିବେ। ପଛକୁ ବୁଲିକି ଚାହିଁବେନି। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ଆପେ ଆପେ ପଟିଯିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।